वेलकम टू माय यूट्यूब चैनल। आज आमे सप्तम श्रेणी साहित्य बहिर पाठ नंबर 3 जातीय पक्षी रो प्रश्नोत्तर करिबा। चैनल को जदि प्रथम थर आसीचंती तेबे चैनल को सब्सक्राइब करि नियंतु। एही चैनल रे आपण मानंकु सप्तम श्रेणी रो सबु पाठर सबु प्रश्नोत्तर मिली जिवो। वर्तमान आमे करिबा पाठर दिया जाइथिबा प्रश्नोत्तर। आस तले दिया जाइथिबा कार्य गुड़िकु मिलीमिशि करिबा। मु जहा बुझिली क निम्न रे केते गुड़िए प्रश्न दिया जाइछि। कविता को आधार करी ठीक उत्तरटी पाखरे पास चिन्ह दियो। नंबर 1 कविता आधार रे रूपे सुकुमार गुणे सरस काहाकू लक्ष्य करी कुहा जाइछि। एहार सठिक उत्तरटी हेला मयूर को कुहा जाइछि। 2 नंबर अछि भारतर गुण गर्व साहस शक्ति तथा मैत्री भाव काहा पाखरे ठूल होइछि। एहार ठीक उत्तरटी हेला ग मयूर। 3 नंबर अछि आकाशे बसिला जलद मेला बिजुली तहिरे रचिला खेला। एही पंक्तिटी रे केउ ऋतुर कथा कुहा जाइछि। ठीक उत्तरटी हेला वर्षा ऋतु विषय रे कुहा जाइछि। आस आमे मेल करिबा। क नंबर अछि निम्न रे कवितार केतेक पंक्ति ओ तार संभावित अर्थ प्रदत्त होइछि। दलरे बसी आलोचना करी सेगुड़ी को जोड़िबा। सत सुषमा को जाउछि दली तार ठीक उत्तरटी हेला शह शह सौंदर्य को टपी जाउछि। सुढल नयने जिमुत देखी ढल ढल आखिरे मेघ को चाहिबा। तार ठीक उत्तरटी आकाशे बसिला जलद मेला। तार ठीक उत्तरटी हेला आकाशरे माळ माळ मेघ दृश्य हेबो। तापरे अछि खोजे बिनाशिब ओराती बळे। तार ठीक उत्तरटी हेला वीर दर्परे शत्रु को मारिबा को खोजिबा। तापरे अछि छन छन मने कलाप टेकी। तार ठीक उत्तरटी हेला उच्छन मनरे पुछ टेकिबा। खरे दिया जाइछि निम्न रे वर्षा और मयूर संपर्कित केतेक तथ्य दिया जाइछि। सेगुड़ी को बाछि बुछि वर्षा और मयूर सह जोड़िबा। असनी स्वन एहाकू वर्षा सहित जोड़िबा। सुढल नयन एहाकू मयूर सह जोड़िबा। छन छन कलाप एहाकू मयूर सह जोड़िबा। जलद मेला एहाकू वर्षा सहित जोड़िबा। शीतल समीर एहाकू मध्य वर्षा सहित जोड़िबा। अन्य पटरी अछि सुमंजल चूल एहाकू मयूर सह जोड़िबा। कदम्ब कुसुम एहाकू वर्षा सहित जोड़िबा। सुनील ग्रीवा एहाकू मयूर सह जोड़िबा। सबुज केदार एहाकू वर्षा सहित जोड़िबा। चतुरपण एहाकू मयूर सह जोड़िबा।
ଏହା ପରେ ଅଛି ପଦ୍ୟାଂଶର ଆଲୋଚନା। ଆସ ପଦ୍ୟଟିକୁ ଆଉଥରେ ପଢ଼ିବା, ସାଙ୍ଗସାଥି ମେଳରେ ଆଲୋଚନା କରିବା, ଏସବୁ ଦଳରେ ବସି ଅନ୍ୟ ପିଲାଙ୍କ ଆଗରେ ପ୍ରକାଶ କରିବା, ସେଗୁଡ଼ିକୁ ଖାତାରେ ଲେଖିବା। କରେ ଅଛି ଶ୍ରବଣେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। ଏହାର ଉତ୍ତରଟି ହେଲା ଶ୍ରବଣେ ତାହା ବାଜନ୍ତି ଥରେ, ରଚିଲା ଗୀତି ଷଡ଼ଜ ସ୍ୱରେ। ଉକ୍ତ ପଦ୍ୟାଂଶଟିରେ କବି ଶ୍ରୀ ଅନନ୍ତ ପଟ୍ଟନାୟକଙ୍କ ଜାତୀୟ ପକ୍ଷୀ କବିତାରେ ବୁଝାଇ କହୁଛନ୍ତି ଯେ ମୟୂର କାନରେ ବଜ୍ରର ଶବ୍ଦ ବାଜିଲା ମାତ୍ରେ ସେ ଷଡ଼ଜ ସ୍ୱରରେ ଗୀତ ବୋଲିବା ଆରମ୍ଭ କରିଦିଏ। କବି କହୁଛନ୍ତି ଯେ ଯେତେବେଳେ ବଜ୍ରର ଶବ୍ଦକୁ ଶୁଣି କୋଇଲି, ଶୁଆ ଓ ଶାରୀ ଆଦି ପକ୍ଷୀ ନୀରବ ହୋଇ ଯାଉଛନ୍ତି, ସେତେବେଳେ କେବଳ ମୟୂର ଅତି ଆନନ୍ଦରେ ସଙ୍ଗୀତର ପ୍ରଥମ ଶୁଦ୍ଧ ସ୍ୱର ଷଡ଼ଜକୁ ନେଇ ଗୀତ ଗାଇବାକୁ ଆରମ୍ଭ କରିଦେଇଛି। ନମ୍ବର ଖରେ ଅଛି ବିହଙ୍ଗମେ ସାର, କେଡ଼େ ରାଜକୀୟ ଭଙ୍ଗିମା ତାର। ଉତ୍ତରଟିରେ ଲେଖିବା ଆମେ ବିହଙ୍ଗମେ ସାର, କେଡ଼େ ରାଜକୀୟ ଭଙ୍ଗିମା ତାର। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ଜାତୀୟ ପକ୍ଷୀ କବିତାରୁ ଆନୀତ। ଏଠାରେ କବି ଶ୍ରୀ ଅନନ୍ତ ପଟ୍ଟନାୟକ ମୟୂର ଶ୍ରେଷ୍ଠତ୍ୱ ଓ ରାଜକୀୟ ଠାଣି ସମ୍ପର୍କରେ ଏଠାରେ ବର୍ଣ୍ଣନା କରିଛନ୍ତି। ମୟୂର ତାର ରୂପ ଓ ଗୁଣରେ ସବୁବେଳେ ସରସ ହୋଇଥିବାରୁ ସାଧୁଜନଙ୍କୁ ଆହ୍ଲାଦିତ କରୁଥିବା ବେଳେ ଖଳଜନ ବା ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କରିଥାଏ। ସେ ନିଜର ବଡ଼ିମା ପ୍ରକାଶ କରି ନିଜର ଢଙ୍ଗ ବା ରାଜକୀୟ ଭଙ୍ଗୀରେ ଚଳପ୍ରଚଳ କରିଥାଏ। ସେହି କାରଣରୁ ସେ ସମସ୍ତ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଥାଏ। ଗରେ ଅଛି ଚତୁରପଣେ ସେ ନର୍ତ୍ତନ ଛଳେ, ଖୋଜେ ବିନାଶିବ ଅରାତି ବଳେ। ଏହାର ଉତ୍ତରଟି ହେଲା ଚତୁରପଣେ ସେ ନର୍ତ୍ତନ ଛଳେ, ଖୋଜେ ବିନାଶିବ ଅରାତି ବଳେ। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ଜାତୀୟ ପକ୍ଷୀ ପାଠରୁ ଆନୀତ। ଏଠାରେ କବି ଶ୍ରୀ ଅନନ୍ତ ପଟ୍ଟନାୟକ କହିବାକୁ ଚାହୁଁଛନ୍ତି ଯେ ମୟୂର ନାଚୁଥିବା ଅବସ୍ଥାରେ ନିଜ ଶତ୍ରୁକୁ ବିନାଶ କରିବ ବୋଲି ଖୋଜୁଥାଏ। କବି ଅନନ୍ତ ପଟ୍ଟନାୟକ କହୁଛନ୍ତି ଯେ ମୟୂର ଅତ୍ୟନ୍ତ ଚତୁର। ସେ ତାର ଚତୁରପଣରେ ନାଚୁଥିବା ବେଳେ ନୃତ୍ୟ ଛଳରେ ନିଜର ଶତ୍ରୁ ବା ସାପକୁ ନିଜ ଶକ୍ତି ବଳରେ ବିନାଶ କରିବା ପାଇଁ ଖୋଜି ବୁଲୁଥାଏ। ଏହିପରି ଭାବରେ ମୟୂର ନୃତ୍ୟ ଛଳରେ ଶତ୍ରୁର ଅନ୍ୱେଷଣ କରିଥାଏ ବୋଲି କବି ଏଠାରେ ବର୍ଣ୍ଣନା କରିଛନ୍ତି। ଏହାପରେ ଅଛି ଚିନ୍ତା ଓ ବିଚାର କରି ଉତ୍ତର ଦିଅ। ତଳେ କିଛି କବିତାଂଶ ରହିଅଛି, ସେଗୁଡ଼ିକୁ ମନ ଦେଇ ପଢ଼ ଓ ଉତ୍ତର ଦିଅ। କରେ ଅଛି ଆବେଗେ ଅନାଇ ସ୍ୱାଗତ ହେ ଘନ, ଉଠିଲା ଗାଇ। ଏଠାରେ କିଏ କାହାକୁ ଅନାଇଲା, କିଏ କାହାକୁ ସ୍ୱାଗତ କଲା? କ ପ୍ରଶ୍ନଟିର ଉତ୍ତରଟି ହେଲା ମୟୂର ମେଘକୁ ଅନାଇଲା, ମୟୂର ମେଘକୁ ସ୍ୱାଗତ କଲା। ଖରେ ଅଛି ଖଳଜୀବ ମନେ ଆଣେ ସେ ଭୀତି, ଦେଖାଏ ତା ଆଗେ ବଡ଼ିମା ରୀତି। ଏଠାରେ କବି କାହିଁକି
ଏ କଥା ବ୍ୟକ୍ତ କରିଛନ୍ତି? ଏହାର ଉତ୍ତରଟି ହେଲା ଏଠାରେ କବି ଏପରି କହିବାର କାରଣ ହେଉଛି ଯେ ମୟୂରକୁ ଦେଖି ଯେହେତୁ ଖଳଜୀବ ବା ସାପ ଇତ୍ୟାଦିଙ୍କ ମନରେ ଭୟ ସଞ୍ଚାର ହୋଇଥାଏ, ତେଣୁ ସେ ସେମାନଙ୍କ ନିକଟରେ ନିଜର ବଡ଼ିମା ବା ରାଜକୀୟ ଠାଣି ପ୍ରକାଶ କରିଥାଏ। ଗ ପ୍ରଶ୍ନଟି ହେଲା ସେଥିପାଇଁ କିବା ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା? କେଉଁ କେଉଁ ଗୁଣ ପାଇଁ କବି ମୟୂରକୁ ଜାତୀୟ ପକ୍ଷୀ ବୋଲି ପ୍ରକାଶ କରିଛନ୍ତି ଲେଖ। ଉତ୍ତରଟି ହେଲା ଭାରତର ଯେତେ ସବୁ ଗୁଣ ଓ ଗର୍ବ ଯେପରି ସାହସ, ଶକ୍ତି ଓ ମୈତ୍ରୀ ସହିତ ନାଚ, ଗୀତ, ଶିଳ୍ପ ଇତ୍ୟାଦି ସମସ୍ତ ଜାତୀୟ ପ୍ରତିଭା ମୟୂରଠାରେ ଠୁଳ ହୋଇଥିବା କାରଣରୁ କବି ତାହାକୁ ଜାତୀୟ ପକ୍ଷୀ ବୋଲି ପ୍ରକାଶ କରିଛନ୍ତି। ଅନୁମାନ ଓ କଳ୍ପନାରୁ ଆସିଥିବା ପ୍ରଶ୍ନୋତ୍ତର କରିବା। ନିଜ ଦଳରେ ବସି ଆଲୋଚନା କର। କ ପ୍ରଶ୍ନଟି ହେଲା ମୟୂର ଏକ ଅସାଧାରଣ ପକ୍ଷୀ। ଏହାର ସ୍ୱତନ୍ତ୍ରତା କ'ଣ? ଉତ୍ତର ହେଲା ଅସାଧାରଣ ପକ୍ଷୀ ମୟୂରର ସ୍ୱତନ୍ତ୍ରତା ହେଉଛି ଯେ ତା ନିକଟରେ ଭାରତର ସମସ୍ତ ପ୍ରକାରର ଗୁଣ ଯେପରି ସାହସ, ଶକ୍ତି ଓ ମୈତ୍ରୀ ପରି ବିଭବମାନ ଥିବା ସହିତ ଅତୁଳନୀୟ ନୃତ୍ୟ, ଗୀତ ଏବଂ ଶିଳ୍ପ ରୂପ ମଧ୍ୟ ରହିଛି। ଖ ପ୍ରଶ୍ନଟି ହେଲା ମୟୂରକୁ କାହିଁକି ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି? ଉତ୍ତରଟି ହେଲା ମୟୂର ନିକଟରେ ଭାରତର ସମସ୍ତ ପ୍ରକାର ଗୁଣ ଯେପରିକି ସାହସ, ଶକ୍ତି ଓ ମୈତ୍ରୀ ପରି ବିଭବମାନ ସହିତ ଅତୁଳନୀୟ ନୃତ୍ୟ, ଗୀତ ଆଦି ଜାତୀୟ ପ୍ରତିଭାମାନ ଥିବାରୁ ତାହାକୁ ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି। ଗରେ ପ୍ରଶ୍ନଟି ହେଲା ନୂଆ ମେଘକୁ ଦେଖି ମୟୂରର କି ପରିବର୍ତ୍ତନ ହେଲା? ଉତ୍ତରଟି ହେଲା ନୂଆ ମେଘ ଦେଖି ମୟୂରଟି ତା'ର ସୁନୀଳ ଗ୍ରୀବାଟିକୁ ଢଳେଇ ଢଳେଇ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା। ସେ ନିଜର ଉଦ୍ବିଗ୍ନ ମନ ଦେଇ ପୁଚ୍ଛ ଟେକି ଓ ଛାତି ଫୁଲାଇ ନାଚିବାକୁ ଆରମ୍ଭ କଲା। ଘ ପ୍ରଶ୍ନଟି ହେଲା ମୟୂରର ବୀରଦର୍ପ ଦେଖି କେଉଁ କେଉଁ ଜୀବ ଲୁଚିଗଲେ? ଉତ୍ତରଟି ହେଲା ମୟୂରର ବୀରଦର୍ପ ଦେଖି ତାହାର ଶତ୍ରୁ ଅର୍ଥାତ୍ ସାପ ଲୁଚିଗଲେ। ପ୍ରଶ୍ନଟି ହେଲା ଯଦି ତୁମେ ମୟୂରର ଭାଷା ବୁଝିପାରନ୍ତ ତେବେ ତା ସହ କ'ଣ କଥା ହୁଅନ୍ତ? ଉତ୍ତରଟି ହେଲା ଯଦି ମୁଁ ମୟୂରର ଭାଷା ବୁଝିପାରନ୍ତି ତେବେ ସେ କିପରି ଏତେ ସୁନ୍ଦର ନୃତ୍ୟ କରୁଛି ଓ ବୀରଦର୍ପରେ ଢଳି ଢଳି ଗତି କରୁଛି ସେ ସବୁ କଥା ତାକୁ ପଚାରନ୍ତି। ଭାଷା ଜଣାଇ ଏତିକି ଖୁସି ଅନ୍ତରେ ନାଚିଲା ସେ ପୁଣି ଦ୍ରୁତ ମନ୍ଥରେ ଦେଖି ଶୁଣି ସବୁ ଅଥୟ ମନ ଝରାଇଲା ନୀର ଆକାଶୁ ଘନ ପିଇ ତାହା ସୁଖେ ଚାହିଁଲା ମୟୂର ସକଳ ମୁଖେ। ଏଠାରେ କିଛି ଶବ୍ଦକୁ ରେଖାଙ୍କିତ କରାଯାଇଛି। ରେଖାଙ୍କିତ ଶବ୍ଦ ଦୁଇଟି ଉପରେ ଧ୍ୟାନ ଦିଅ। ନାଚିଲା ଓ ଚାହିଁଲା ଏ ଦୁଇଟି ରେଖାଙ୍କିତ ଶବ୍ଦରୁ ମୟୂରର ନାଚିବା ଓ ଚାହିଁବା କାର୍ଯ୍ୟ ସୂଚିତ ହେଉଛି। ଏହି କାର୍ଯ୍ୟ ସୂଚିତ ହେଉଥିବା ପଦକୁ କ୍ରିୟାପଦ କହନ୍ତି। ଏହି କବିତାରେ ଏହିପରି ଆଉ କେତେକ କ୍ରିୟାପଦ ରହିଛି
ସେଗୁଡ଼ିକୁ ଖୋଜି ଲେଖ। ତାର ଉତ୍ତର ହେଲା ନାଚିଲା ଓ ଚାହିଁଲା ପରି ଆଉ କେତେକ କ୍ରିୟାପଦକୁ ଏଠାରେ ପ୍ରକାଶ କରାଗଲା, ଯେପରିକି ଜଣାଇ, ଦେଖି, ଶୁଣି, ଝରାଇଲା ଇତ୍ୟାଦି କ୍ରିୟାପଦ। ଏହାପରି ଅଛି ନାମ ଓ ଗୁଣ ସମ୍ପୃକ୍ତ ପଦାବଳୀ। ସୁନୀଲ ଗ୍ରୀବାଟି ଢଳାଇ ଧୀରେ। ରେଖାଙ୍କିତ ଯୋଡ଼ି ପଦରେ ଗ୍ରୀବା ହେଉଛି ଏକ ନାମ ଓ ତା ପୂର୍ବରୁ ଥିବା ସୁନୀଳ ଶବ୍ଦଟି ହେଉଛି ତାର ଗୁଣ। ଏହିପରି କବିତାରୁ ନାମ ଓ ଗୁଣ ସଂଯୋଜିତ ପଦଗୁଡ଼ିକୁ ବାଛ, ସେଗୁଡ଼ିକୁ ଖାତାରେ ଟିପି ରଖ। ଉତ୍ତରଟି ହେଲା ପଠିତ ପଦ୍ୟରେ ରହିଥିବା ନାମ ଓ ଗୁଣ ସଂଯୋଜିତ ପଦଗୁଡ଼ିକ ହେଲା ନମ୍ବର 1ରେ ଅଛି କୃପଣ ସଲିଳ, 2ରେ ଅଛି ସବୁଜ ଶସ୍ୟ, 3ରେ ଅଛି ସୁଖୀ ଅନ୍ତର, 4ରେ ଅଛି ଅଥୟ ମନ, 5 ନମ୍ବରରେ ଅଛି ସାଧୁଜନ, 6ରେ ଅଛି ଖଳଜୀବ, 7ରେ ଅଛି ରାଜକୀୟ ଭଙ୍ଗୀ ଓ 8ରେ ଅଛି ଜାତୀୟ ପ୍ରତିଭା। ଏହାପରେ ଅଛି ଶବ୍ଦ ଓ ଅର୍ଥର ଖେଳ। ଚଢ଼େଇ ଥଣ୍ଟରେ ଶବଦ ରହିଛି, ପଞ୍ଜୁରୀ ଭିତରେ ଅର୍ଥ। ଶବଦ ସହିତ ଅର୍ଥକୁ ମିଳାଅ, ଶ୍ରମ ହେବ ନାହିଁ ବ୍ୟର୍ଥ। ବର୍ତ୍ତମାନ ପଞ୍ଜୁରୀରେ କିଛି ଶବ୍ଦ ଦିଆଯାଇଛି ଏବଂ ଚଢ଼େଇ ପାଖରେ ଥିବା ପତ୍ର ଗୁଡ଼ିକରେ କିଛି ଶବ୍ଦ ଦିଆଯାଇଛି। ସମୀର। ସମୀର ଅର୍ଥ ହେଲା ପବନ ବା ସମୀରଣ। ଏହାକୁ ଆମେ ଗାର ଟାଣିବା। ତାପରେ ଅଛି ବିହଙ୍ଗମ। ବିହଙ୍ଗମ ଅର୍ଥ ହେଲା ଦ୍ୱିଜ, ଖଗ, ପକ୍ଷୀ। ଏଠାରେ ଅଛି ଖଗ, ଦ୍ୱିଜ, ଏହାର ଅର୍ଥ ହେଲା ପକ୍ଷୀ। ଅରାତି। ଅରାତି ମାନେ ହେଲା ଶତ୍ରୁ ବା ଅଇରି। ତାପରେ ଅଛି ଅଶନି। ଅଶନିର ଅର୍ଥ ହେଲା ବଜ୍ର ବା ଘଡ଼ଘଡ଼ି। ବଜ୍ର, ଘଡ଼ଘଡ଼ି ଏଠାରେ ଦୁଇଟି ଯାକ ଦିଆଯାଇଛି। କୁସୁମ ହେଲା, କୁସୁମ ଅର୍ଥ ଫୁଲ, ପୁଷ୍ପ। ଜଳଦ। ଜଳଦର ଅର୍ଥ ହେଲା ଜିମୁତ, ଘନ, ମେଘ। ଯେଉଁଟାକି ଜିମୁତ ଘନ, ତାହାର ଅର୍ଥ ହେଉଛି ମେଘ। ଏହାପରେ ଅଛି କବିତାରୁ ଖୋଜ। ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା। ରହି ରହି ଶୁଭେ ଅଶନି ସ୍ୱନ, କଦମ୍ବ କୁସୁମେ ଶୋଭୁଛି ବନ। ଶିହରଇ ମହି ଶୀତଳ ସମୀର ଯାଉଛି ବହି। କରେ ପ୍ରଶ୍ନଟି ହେଲା କବିତାଟିର ଏହା ପ୍ରଥମ ପଦ। ଏହି ପଦଟିରେ ବର୍ଷା ଆଗମନ କଥା ବର୍ଣ୍ଣନା କରାଯାଇଛି। ଏହା ହେଉଛି ବର୍ଣ୍ଣାତ୍ମକ ଶୈଳୀ। ସେହିଭଳି କବିତାରେ ମୟୂରର ବର୍ଣ୍ଣନା, ତାର ରୂପ ଗୁଣର ବର୍ଣ୍ଣନା ରହିଅଛି। ତାହା ଖୋଜି ବାହାର କର। ସ୍ୱାଗତ ହେ ଘନ ଉଠିଲା ଗାଇ। ଏହା କବିତାରେ ପ୍ରଦତ୍ତ କଥୋପକଥନ ଶୈଳୀର
नमूना। उत्तर है मयूरर वर्णना। एक रे लिखिबा सुनील ग्रीभाटी ढलाई धीरे सुमंजुल चूल दोलाई सिरे सुढल नयने जिमुते देखी छन छन मने कलाप टेकी शिखीटीए माती फुलाई देइछि छबिल छाती। दुई रे लिखिबा श्रवणरे ताहा बाजन्ते थरे रचिलारे गीति षडज स्वरे आवेगे अनाई स्वागत हे घन उठिला गाई। तीन रे लिखिबा जनाई एतिकी खुशी अंतरे मंथरे नाचिला से पुणी द्रुतरे। चारि रे लिखिबा चतुरपणे से नर्तन छले खोजे विनाशिब अराती बले। पांच रे लिखिबा रूपे कुसुमार शुणे सरस साधु जन प्राणे बुणे हरस खलजीव मने आणे से भीति देखाए ता आगे बड़ीमा रीति। वर्तमान मयूरर रूप वर्णना। एक रे लिखिबा खेले देहे ता वर्ण तरंग खेले लुचकाली केते जे रंग सहे हीरा नीला मोती झटकी पुछरू ताहार आसे चमकी ता रूप झली सत सुषमा को जाउछि बली। दुई रे लिखिबा सुनील ग्रीवाटी ढलाई धीरे सुमंजुल चूल तोलाई सिरे सुढल नयने जिमुते देखी छन छन मने कलाप टेकी शिखीटीए माती फुलाई देइछि छबिल छाती। तीन रे लिखिबा रूपे सुकुमार गुणे सरस साधु जन प्राणे बुणे हरस खल जीव मने आणे से भीति देखाए ता आगे बड़ीमा रीति विहंगमे सार केड़े राजकीय भंगिमा तार। एहीपरि भावरे कवितार विभिन्न पदरे मयूरर अपूर्व रूप एवं ताहार राजकीय गुण संपर्क रे वर्णना करा जाइछि। खरे अछि कवितार एही पदटीरे आकाश बिजुली कदम्ब समीर शब्दर प्रयोग को लक्ष्य कर। बरषा ऋतुर वर्णना पाई एही शब्दगुड़िकर आवश्यकता रहिछि। एहाकु नेई आउ गोटिए कविता लेखिले एहा भली होई पारे ताहा लक्ष्य कर। उत्तरटी हेला एक रे लिखिबा ढलाई ग्रीभाटी मयूर चाले सुंदर चूलता सिरे दोहले आकाशरे नील जिमुता देखी नाचुछि आनंदे कलाप टेकी। दुई रे लिखिबा साहस सकती मैत्री विभवे नृत्य गीत शिल्प रूपे गरबे मयूर रहिछि ताहार टेक जातीय पक्षी से आमे गर्वित। सप्तम श्रेणी साहित्य बहिर सबु पाठर सबु प्रश्नोत्तर पाइबा पाई चैनल को सब्सक्राइब करंतु। वीडियोटी भल लागिथिले लाइक करंतु निजर सांग मानक सह शेयर करंतु। आमको कमेंट माध्यम रे मध्य जणाई पारिबे जे वीडियोटी किपरि लागिला। वीडियोटी को पूरा देखिथिबारु धन्यवाद।